नमस्कार दर्शक बंधु मु आशा करछि आपण माने समस्त भलरे थिबे देखंतु आज्ञा मो पाखरे लिस्ट आसी कि पहुंची गलानी एठरे आपण माने देखि पारथिबे सीधा सड़क जे बेनिफिशियरी रजिस्टर अकाउंट फ्रोजन एंड वेरीफाइड रिपोर्ट देखंतु वेरीफाई हैला परे जाहाकू एक्जेक्टली घर मिलिबो सेही मानकर लिस्ट मो हातरे आसी कि पहुंची गलानी आपण माने एठरे देखि पारथिबे रजिस्ट्रेशन नंबर एठरे आपण मानकू लेफ्ट साइड रे देखा जाउतबो ता सहित एठरे बेनिफिशियरी नेम देखा जाउची केउ बैंक रे आपनकर टंकाटी गला से बैंक ना एठारे देखा जाउची ता सहित एठारे भेरिफाई हेई सारलानी ना नै देखंतु प्रथम लोकंकर भेरिफाई हेइनी यार अर्थात तांको अकाउंट को पैसा जाई नै मे बी तांकर डीबीटी हेई नथिबो ता व्यतीत तांकर आधार कार्ड लिंक नथिबो कोन अन्य प्रॉब्लम तांकर होइथबो सेति तांको खाता को टंका पहुंची पारी नै किंतु जा जा अकाउंट को टंका पहुंची जाईची तांकर भेरिफाई एठारे देखा जाउची तो आपणकर लिस्ट रे ना अछि ना नै आपण माने केमिति चेक करि परिबे आ एई बढ़िया लिस्ट आपण माने केउठी पाइबे से विषय रे मते मु आपण मानकु समस्त को जणाइबी तेणु करी वीडियो को निश्चिंत भाव में शेष पर्यंत देखुथांतु वीडियो जदि भल लागला वीडियो को लाइक करके आम चैनल को सब्सक्राइब करिवे भल लागले करिवे नहले मु आपण मानकु जबरदस्ती किछि करू नै तो चलतो आरंभ करिबा वीडियो को देखंतु आज्ञा आपण माने किछि दिन पूर्वरु बा किछि मास तळे आपण माने समस्त सेल्फ भेरिफाई करिकि बा सेल्फ सर्वे करिकि आपण माने अप्लाई करिथिले आपण माने समस्त अप्लाई करिथिले तो सेही सेल्फ सर्वे जो ऐप डाउनलोड करके आपण माने सेल्फ सर्वे करिथिले सेही सेल्फ सर्वे को अनुसरण करी समस्तंकु भेरिफाई करिकि एठारे लिस्ट जारी करा दैछि जहा कि गोटे आकड़न लिस्ट बाहर करा दैछि जे एई माननकु घर मिलिबार संभावना रहिछि आपण माने समस्त जानिथिबे जे 2029 रे जाई कि हमरो रहिछि इलेक्शन तो से पर्यंत सरकार जेहेतु अछंती तो निहाती भाବରେ ଆପଣମାନଙ୍କୁ ସମସ୍ତଙ୍କୁ ଘର ମିଳିବାର ସମ୍ଭାବନା ଏଠାରେ ବଢ଼ି ଯାଉଛି ଯେତେ ବି ଲିଷ୍ଟ ବାହାରିଛି ଦେଖନ୍ତୁ 1000 ରୁ 1200 ଲିଷ୍ଟ ବାହାରିଛି ସେ 1000 1200 ଲିଷ୍ଟ ଭିତରେ ଆପଣଙ୍କର ନାଁ ଅଛି ନା ନାହିଁ ଆପଣମାନେ କେମିତି ଜାଣିବେ ଆସନ୍ତୁ ଏଇ ଭିଡ଼ିଓରେ ଆମେମାନେ ଜାଣିନେବା ତ ଆବାସ ଘରର ନୂଆ ଲିଷ୍ଟ ପାଇବା ପାଇଁ ଆପଣମାନେ କ'ଣ କରନ୍ତୁ ସିମ୍ପଲି ଆପଣମାନେ ନିଜର ପଞ୍ଚାୟତରେ ଯାଇକି ଚେକ୍ କରିବାକୁ ପଡ଼ିବ ଦେଖନ୍ତୁ ଆପଣମାନେ ପଞ୍ଚାୟତ କଥା ଶୁଣିଦେଲେ ପଞ୍ଚାୟତରେ ଯାଇକି ଦେଖିଲେ କିଛି ଜାଣିପାରିବେ ନାହିଁ ମୁଁ କଥାଟି କ'ଣ କହୁଛି ଆପଣମାନେ ଶୁଣନ୍ତୁ ଟିକେ ଦେଖନ୍ତୁ ଆଜ୍ଞା ଯେ ଏଠାରେ ରାଙ୍କ ଅନୁସାରେ ସମସ୍ତଙ୍କୁ ଭାଗ କରି ଦିଆଯାଇଛି ଯେ କେତେ ଲୋକଙ୍କୁ 1 ରୁ 100 ଭିତରେ ରାଙ୍କ ରଖାଯାଇଛି ଆଉ କେତେ ଜଣଙ୍କୁ 100 ରୁ 200 ଭିତରେ 200 ରୁ 300 ଭିତରେ 300 ରୁ 400 ଭିତରେ 400 ରୁ 500 ଭିତରେ ଏହିପରି ତାଙ୍କୁ ରାଙ୍କରେ ଆଜ୍ଞା ରଖାଯାଇଛି ତ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହି ରଖୁଛି ଯେ ଯାହାର ରାଙ୍କ ଆଜ୍ଞା ଟିକେ କମ୍ ଅଛି ସେମାନଙ୍କୁ ପ୍ରଥମେ ଘର ମିଳିବାର ସମ୍ଭାବନା ରହିଛି ତ ଆପଣମାନେ ସମସ୍ତେ ମନେ ରଖନ୍ତୁ ଆପଣଙ୍କର ଯଦି ରାଙ୍କ 1 ରୁ 100 ଭିତରେ ଅଛି ତାହେଲେ ଆପଣଙ୍କୁ ଘର ମିଳିବାର ସମ୍ଭାବନା ବଢ଼ି ଯାଉଛି କେମିତି ମୁଁ ଆପଣମାନଙ୍କୁ ତାର ଏଠାରେ ଫ୍ୟାକ୍ଟ ମଧ୍ୟ ବତେଇ ଦଉଛି କାହିଁକି ନା ଦେଖନ୍ତୁ ସରକାର ଗୋଟେ ବର୍ଷରେ ଗୋଟେ ବଜେଟ୍ ବାହାର କରିବେ ଯେ ଏଇ ବର୍ଷ ଆମେମାନେ 2000 ରୁ 3000 ଘର ଦବା ତ ପଞ୍ଚାୟତକୁ ଯେତେବେଳେ ଆସୁଛି ଜିଲ୍ଲାକୁ ଯେତେବେଳେ ଆସୁଛି ଭାଗ ହେଇଗଲା ବେଳେ ଆପଣଙ୍କର ପଞ୍ଚାୟତକୁ 10 12ଟା କିମ୍ବା 15ଟା କିମ୍ବା 20ଟା ଘର ଏଇପରି ପଡ଼ୁଛି ତ ସେଇ ପଞ୍ଚାୟତରେ ଆଜ୍ଞା ପୁଣି ଦେଖନ୍ତୁ 7ଟା 8ଟା 10ଟା 12ଟା ଏଇପରି ଗାଁ ଥିବେ ସେ ଗାଁମାନଙ୍କୁ ଡିଭାଇଡ୍ କରିଦେଲା ପରେ ଆପଣଙ୍କ ଗାଁରେ ପଡ଼ୁଛି ଆଜ୍ଞା 3ଟା 4ଟା 5ଟା ଏଇପରି ଘର ପଡ଼ିବ କିମ୍ବା 2ଟା 3ଟା ଘର ପଡ଼ିବ ତ ଆପଣଙ୍କ ଗାଁରେ ଯଦି 2ଟା 3ଟା ଘର ବର୍ଷକୁ ଦେବେ ସରକାର ତାହେଲେ ନିହାତି ଭାବରେ ଆପଣମାନଙ୍କୁ ଜାଣିନେବା ଉଚିତ ଯେ ଏଇ ରାଙ୍କର କାମଟି କ'ଣ ଦେଖନ୍ତୁ ଯେ ପ୍ରଥମେ ପ୍ରାୟୋରିଟି କାହାକୁ ଦିଆଯିବ ଯେ ଯାହାର ରାଙ୍କ ଆଜ୍ଞା 1 ରୁ 100 ଭିତରେ ଅଛି ତାଙ୍କୁ ପ୍ରଥମେ ପ୍ରାୟୋରିଟି ଦିଆଯିବ ଏଇ ଲୋକମାନେ କିଏ ଯେ 1 ରୁ 100 ଭିତରେ ରାଙ୍କରେ ରହିଗଲେ ଦେଖନ୍ତୁ ଆଜ୍ଞା ସେମାନଙ୍କୁ ଦେଖନ୍ତୁ ଯେପରି ବିଧବା ହେଲେ କିମ୍ବା ତାଙ୍କ ଘରେ ଇନକମ୍ କରିବା ଲୋକ ନାହାନ୍ତି ଜମାରୁ ସେଇ ଭଳିଆ ଲୋକମାନଙ୍କୁ 1 ରୁ 100 ଭିତରେ ରାଙ୍କରେ ରଖାଯାଇଛି ଆପଣଙ୍କର ରାଙ୍କ ବି ଯଦି ସେଇ ଭିତରେ ଅଛି ତାହେଲେ ଆପଣମାନଙ୍କୁ ପ୍ରଥମେ ଘର ମିଳିବାର ସମ୍ଭାବନା ରହିଛି କିନ୍ତୁ ଆପଣଙ୍କର ରାଙ୍କ ଯଦି 100 ରୁ 200 ଭିତରେ ଅଛି ତାହେଲେ ଟିକେ ପରେ ଘର ମିଳିବ 200 ରୁ 300 ଭିତରେ ଅଛି ତାପରେ ଟିକେ ପରେ ଆପଣମାନଙ୍କୁ ଘର ମିଳିବ ଗୋଟେ ଆପ୍ରୋକ୍ସ ଗୋଟେ ଲିଷ୍ଟ ବାହାର କରାଯାଇଛି ଯେ ଏମାନଙ୍କୁ ଘର ମିଳିବାର ସମ୍ଭାବନା ଟିକେ ବଢ଼ି ଯାଇଛି ତ ଏଇ ଲିଷ୍ଟ ଆପଣମାନେ କେଉଁଠି ପାଇବେ ଆଜ୍ଞା ମୋ ପାଖରେ ମଧ୍ୟ ସେ ଲିଷ୍ଟ ନାହିଁ ମୁଁ ଏଇଟା ଗୋଟେ ଡେମୋ ଲିଷ୍ଟ ମୁଁ ପକେଇକି ଦେଖାଉଛି ଆପଣମାନଙ୍କୁ ଆପଣମାନେ ଜାଣିପାରିବେ ଯଦି ଆପଣଙ୍କର ନାଁ ନିଜ ଲିଷ୍ଟ ଚେକ୍ କରିବାର ଅଛି ଆପଣମାନେ ନିଜର ପଞ୍ଚାୟତକୁ ଯାଇକି ଚେକ୍ କରନ୍ତୁ ନୋଟିସ୍ ବୋର୍ଡରେ ସେଠାରେ ଅଲରେଡି ସମସ୍ତଙ୍କର ଲିଷ୍ଟ ସେଠାରେ ଛାପି ଦିଆଯାଇଛି ଆଉ କାହାର କେତେ ରାଙ୍କ ମଧ୍ୟ ସେଠାରେ ଲେଖି ଦିଆଗଲାଣି ଆପଣମାନେ ନିଜର ପଞ୍ଚାୟତକୁ ଯାଆନ୍ତୁ ନିଜର ଲିଷ୍ଟ ଆପଣମାନେ ଚେକ୍ କରିପାରିବେ ତ ଆଇ ହୋପ୍ ଆପଣମାନେ ସମସ୍ତେ ବୁଝିପାରିଥିବେ ଯାହାର ରାଙ୍କ ଟିକେ କମ୍ ଥିବ ତାଙ୍କୁ ପ୍ରଥମେ ଘର ମିଳିବାର ସମ୍ଭାବନା ରହିଛି
ତ ନିହାତି ଭାବରେ ନିଜ ପଞ୍ଚାୟତ ଅଫିସକୁ ଯାଆନ୍ତୁ, ନିଜର ରାଙ୍କ ଚେକ୍ କରନ୍ତୁ। ଆପଣମାନଙ୍କୁ ଘର ମିଳିବ ନା ନାହିଁ, ଆପଣଙ୍କର ରାଙ୍କ କେତେ ମୋତେ ଆପଣମାନେ କମେଣ୍ଟରେ ଜଣାନ୍ତୁ। ଆଉ କେଉଁ ଡିଷ୍ଟ୍ରିକ୍ଟରୁ ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ତାହା ମଧ୍ୟ ମୋତେ ଜଣାଇ ଦିଅନ୍ତୁ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ଭିଡ଼ିଓରେ, ସେ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ। ଭିଡ଼ିଓ ଯଦି ଭଲ ଲାଗିଲା ନିହାତି ସବସ୍କ୍ରାଇବ୍ କରିବେ।